नमस्कार जय आरसीएम गुड मॉर्निंग सुप्रभात आपण मानक जय श्री हैप्पी बर्थडे हैप्पी बर्थडे सतदेव थैंक यू अपा ओके ओके बहुत बहुत हैप्पी धन्यवाद। बर्थडे हैप्पी बर्थडे। ओके ओके भाई धन्यवाद नमस्कार। ओके बहुत बढ़िया कथा। आ, जन्मदिन शुभेच्छा। ओके थैंक यू धन्यवाद अपा एक्चुअली ଆଜିର ଦିନ ଗୋଟେ ଖାସ ଦିନ ମୋ ପାଇଁ କି ମୋର ଆଜି ଜନ୍ମଦିନ। ତ ଜନ୍ମଦିନ ପାଳନ କରେ ବୋଉ ବୋଉ ତ ଆଜି ନାହିଁ। କିନ୍ତୁ ଫିର ବି ଆସିଏମ୍ ପରିବାର ତରଫରୁ ଆପଣଙ୍କୁ ଯୋଉ ଭଲ ପାଇବା ସେଇଥିରେ ଆପଣ ଖୁସି ହୁଅନ୍ତୁ। ବୋଉ କଣ ସବୁଦିନ କହିବେ ଆମେ ଆପଣଙ୍କ ସାଙ୍ଗରେ ଅଛୁ, ଓକେ କିନ୍ତୁ ସାର୍ ମାର ସ୍ନେହ ନମସ୍କାର। କେହି ଦେଇପାରିବେ। ଓକେ ଆଜିର ସେସନକୁ ଆମେ ଷ୍ଟାର୍ଟ କରିବା। ବହୁତ ବହୁତ ଧନ୍ୟବାଦ ଆପଣ ମାନଙ୍କୁ ସମସ୍ତଙ୍କୁ। ଉଁ, ଆଜିର ସେସନ ଗୁରୁକୁଳ ବହୁତ ବଢିଆ ଥିଲା ବହୁତ ଖୁସି ଥିଲା ଆଉ ବହୁତ ଡ୍ୟାନ୍ସ ବି ଆମେ ବି ଫିଲ୍ କଲେ ଆଉ ବହୁତ ବଢିଆ ବି ଯୋଉ ରେବିକି ଡ୍ୟାନ୍ସ ହେଲା ଗାଁव ଗାଁव ସହର ସହର ଯୋଉ ଗୀତ ଚାଲିଲା ଆମେ ତା ଦେହରେ ଯୋଉ ଡ୍ୟାନ୍ସ କଲେ ବହୁତ ବଢିଆ ଥିଲା ଆଜି ବହୁତ ମଜାଦାର ଥିଲା ଆକ୍ଚୁଆଲି ମଜା ମଝିରେ ମଝିରେ ଏମିତି ଏନ୍ଜୟ କରିବା ବି ନିହାତି ଜରୁରୀ ତାକି ଆମର ଆମେ ସୁସ୍ଥ ରହିପାରିବା ଆଉ ବହୁତ ବଢିଆ ଆମ ପରିବାରକୁ ବହୁତ ଖୁସି ବି ଦେଇପାରିବା। ତ ମନ ଯଦି ଖୁସି ରହିଲା ଆମର ଫିଜିକାଲ ଆକ୍ଟିଭିଟିଜ ଯଦି ରହିଲା ଆମେ ଯଦି ସୁସ୍ଥ ରହିପାରିଲେ ତାହେଲେ ଜୀବନରେ ଆମେ ବହୁତ ବଡ କାମ ଆମେ କରିପାରିବା। ତ ଆଜିର ଯାହା ଯାହା ଆମେ ନିଜେ ଫିଲିଙ୍ଗସ୍ ଆମର ଯାହା ହେଲା ତ ସେ ଫିଲିଙ୍ଗସକୁ ଆମେ ଷ୍ଟାର୍ଟ କରିବା। ଆଜି ଆରତି ଅପା ତ ହ୍ୟାଣ୍ଡରେଜ୍ କରିଥିଲେ ତ ମୁଁ ଗୁରୁକୁଳରେ ଦେଖୁଥିଲି କିନ୍ତୁ ସେ ତ ମୋନାଲିସା ମ୍ୟାଡାମ ହାତ ଯୋଡ଼ିକି କ୍ଷମା ମାଗିଲେ କି ଯେ ସମସ୍ତଙ୍କୁ ଡାକି ପାରିଲେନି କାରଣ ଲିମିଟେସନ ତ ଆମର ଅଛି 7:30ରେ ସରିବ ବୋଲି ବହୁତ ଲୋକ ଆଜି ଯାଇଥିଲେ। ଓକେ ନାଇଁ ଆଜି ମୁଁ ଆରତି ଅପାଙ୍କଠୁ ଷ୍ଟାର୍ଟ କରିବା। ହଁ ଜୟ ଆସିଏମ୍ ଜୟ ଶ୍ରୀରାମ। ଜନ୍ମଦିନର ଶତପଥୀ ବାବୁଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ଆଉ ଆଜି ଗୁରୁକୁଳରେ ଏତେ ଭଲ ଲାଗିଲା ମୁଁ ହ୍ୟାଣ୍ଡରାଇଜ କରିବାର ମାନେ ମୁଁ ଅବଶ୍ୟ ଡେରିରେ ମାନେ ଲଗିଂ କରିଦେଇଥିଲି କିନ୍ତୁ ଡେରିରେ ମୁଁ ବାଲକୋନିକି ଯାଇକି ବସିଲି। ଅବଶ୍ୟ ଗୋଡଟା ଟିକେ ଦର୍ଜ ଥିଲା ମୁଁ ତଥାପି ଝୁଲି ଝୁଲି ନାଚିଛି ଘର ଭିତରେ ମାନେ କ୍ୟାମେରା ବନ୍ଦ କରି ମାନେ ବଢିଆ ଲାଗୁଛି ସେ ଗୀତ ସାଙ୍ଗରେ ମାନେ ଆସିଏମ୍ କି ଚାଲିଲା ଏତେ ଭଲ ଲାଗୁଛି ଆଉ କହିବାର ନାହିଁ। ସେ ଆମେ ଯୋଉ ଯାଇଥିଲୁ ରୂପାନ୍ତରଣ ଯାତ୍ରାରେ ନାଚିକିରି ମାନେ ସମସ୍ତେ କହିଲେ କଣ ଆମେ ଚାଲି ପାରୁନଥିଲୁ ବୀଣା ମିଶା ଆଉ ନର୍ମ ଏଇ କଣ ମିତା ଆମେ ସମସ୍ତେ କହିଲୁ ଆମେ ଭଲ କି ଏତେ ଚାଲି ପାରୁନଥିଲେ ଏତେ ନାଚିଲେ କେମିତି ପ୍ରକୃତ ରହିଲା ଆଉ କଣ ଆମେ ଆସିଏମ୍ ଏମିତି ପ୍ରେମ ମାନେ ନାଚିଲୁ ସେଇଟା ମନେ ପକେଇକି ଆଜି ବି ଖୁସି ଲାଗୁଛି। ଆଜି ବି ସବିତା ମ୍ୟାମଙ୍କୁ ମୁଁ ହ୍ୟାଣ୍ଡରେଜ କରିବା କାରଣ ବହୁତ ଭଲ ଲାଗିଲା ପ୍ରୋଗ୍ରାମ ଟା ସେ ମାସରେ ଥରେ ବି କଲେ ବହୁତ ଭଲ ଥରେ ଦିଥର ବଢିଆ ଲାଗୁଛି। ଆଉ ମୁଁ ବି ଛାତ ଉପରକୁ ଯାଇଥାନ୍ତି ମୁଁ ଏଇ ବାଲକୋନି ବସିଗଲି ବସିକି ଟିକେ ସେ କହିଲେ ଝୁମି ଝୁମିକି ଯାଉଛ ହୁଅ ଭଲ ଲାଗିଲା। ବହୁତ ବଢିଆ ବହୁତ ବଢିଆ ସାହୁ ଭାଇ ଅନମ୍ୟୁଟ କର। ମାନେ କଥାରେ ଅଛି ଇଏ କି ଆନନ୍ଦ ପରମାନନ୍ଦ। ସେ ହଁ ଆନନ୍ଦ ନିରୋଗ ରହିବା ପାଇଁ ଗୋଟେ ବଢିଆ ଜାଗା ବଢିଆ ପ୍ରୋଗ୍ରାମ ଆଜି। ସୁସ୍ଥ ରହିବା ପାଇଁ ଏଇ ଯୋଉ ନାଚ ଗୀତ ଆଉ ଯୋଉ ଝୁମି ଝୁମି ଆମେ ଯୋଉ ରୂପାନ୍ତରଣ ଯାତ୍ରା ଦେଖିଥିଲେ ଓହ ସେ ମାନେ ଏତେ ମଧୁର ହେଇଛି ଯେ ଯଦି ଯେମିତି ବହୁତ ଲୋକ ଡିମାଣ୍ଡ କରୁଛନ୍ତି ଯେ ସେ ପ୍ରତି ସପ୍ତାହରେ ଥର ହଉ ପ୍ରକୃତ ଯଦି ମାସକୁ ସପ୍ତାହକୁ ଥରେ ହୁଏ ତାହେଲେ ଆହୁରି ଆଗ୍ରହ ଇଚ୍ଛା ଶକ୍ତିରେ ବହୁତ ବଢିଯିବ। କାରଣ ଏଇ ପ୍ରୋଗ୍ରାମ ଟା ଅତି ଆନନ୍ଦଦାୟକ ହେଇଛି ତେଣୁ ସମସ୍ତେ ଆମେ ଯେ ୟୁଟ୍ୟୁବରେ ସମସ୍ତଙ୍କୁ ସେୟାର କରିବେ ତାକୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜଣେଇବା ଯେ ଏଇଟାକୁ 4 ତାରିଖର ଦେଖ ଆଜି ମଣିଷ ସୁସ୍ଥ ରହିବା ପାଇଁ ଯୋଉ ଡାକ୍ତର ପାଖକୁ ଯାଉଛେ ରୋଗାକ୍ରାନ୍ତ ହେଇ ଯୋଉ ଇଞ୍ଜେକ୍ସନ ନଉଛେ ଯାହା ଯାହା ନଉଛେ
ତାକୁ ଦୂରୀଭୂତ କରିବା ପାଇଁ ଗୋଟେ ସବୁଠାରୁ ବଢିଆ ମାଧ୍ୟମ। ତେଣୁ ସମସ୍ତଙ୍କୁ ଏବେ ଜଣେଇବା ଦରକାର, ଆଉ ନିଜେ ତ ପ୍ରତିଦିନ କରିବା ଭଲ। ତା ସହିତ ଯେମିତିକି ବହୁତ ଲୋକଙ୍କ ଡିମାଣ୍ଡ ହେଲା ଯେ ସପ୍ତାହକୁ ଥରେ କି 2 ଥର ହଉ। ତେଣୁ ଯଦି ଆମେ ଇଏ ଥରେ ହୁଏ ତାହେଲେ ବହୁତ ବଢିଆ ଲାଗିବ, ଆଉ ନିରୋଗ ରହିବା ପାଇଁ ଗୋଟେ ବଢିଆ ବାଟ। ସବୁଠୁ ସତ୍ପତି ବାବୁ, ଆଉ ଜନ୍ମଦିନ ଶୁଭେଚ୍ଛା, ଆଉ ବହୁତ ବହୁତ ବଧାଇ। ଜୟ ଆର୍ସିଏମ୍। थैंक यू। ସବୁଠୁ ସତ୍ପତି ବାବୁ। थैंक यू भाई, धन्यवाद। अमिय बाबू कुहतु, अमिय बाबू कुहतु, अनम्यूट अछंती। ସାର୍ ନମସ୍କାର ସାର୍। नमस्कार। ସାର୍ ଶୁଭୁଛି? आज्ञा आज्ञा शुभुची कुहतु। ସାର୍ ନମସ୍କାର। ଆଉ ଜନ୍ମଦିନର ଆପଣଙ୍କୁ ମୋ ଟିମ୍ ତରଫରୁ, ମୋ ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା। ओके ଆଉ धन्यवाद। ଆମ ସାଙ୍ଗରେ ଯୋଡି ହେଇଥିବା ସମସ୍ତ ବନ୍ଧୁ ଗୁରୁଜନ ମାନଙ୍କୁ ମୋର ଆଜିର ଜୟ ଆଶ୍ରମ ଏବଂ ଅଭିନନ୍ଦନ। ଆଜିର ଯୋଉ ଗୁରୁକୁଳ ହେଲା, ଅବଶ୍ୟ ଆଜି ମୁଁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ବି ଥିଲି, ନେଟ୍ ବି ମୋର ଆଜି କଣ୍ଟିନ୍ୟୁ କରୁଥିଲା, କିଛି ନୂଆ ଜୀବନ ମିଳିଲା ବୋଲି ମତେ ଲାଗିଲା। ଯାହାକି ଯୋଉ ରୂପାନ୍ତରଣ ଯାତ୍ରା ଚାଲିଥିଲା, ଆମେ ତ ଗୀତ ବୋଲି ଦଉଥାଏ, କିନ୍ତୁ ସେ ନାଚ ବି ଶିଖିଲେ ଆମେ ଘରେ ବସିକି ତାକୁ କରିପାରିବା। ଦ୍ୱିତୀୟ କଥା ହେଲା, ସେ ଯୋଉ ଦୀପଟିଏ ହେଇ ଯୋଉ ଜଳିବା, ଯୋଉ ଗୀତ ଟିସିଜିଙ୍କର ଯୋଉ ଥିଲା, ସେ ଯୋଉ ବୋଲିକିରି ଶୁଣେଇଲେ, ସେଟା ବହୁତ ମତେ ବହୁତ ପ୍ରଭାବିତ କଲା। ତେଣୁ ଦୀପ ଯୋଉ ଭଳି ଭାବରେ ନିଜକୁ ଜଳି ଜଳିକି ନିଃଶ୍ୱାସ କରିକି ଆଲୋକ ଦଉଛି, ସେଇଟାକୁ ମଧ୍ୟ ଆମକୁ, ମୋର କୋଉଠି ତ୍ରୁଟି ରହିଛି ମୁଁ ତାକୁ ଆଜି ସୁଜାଡି ଦେଲି। ମୋର କୋଉଠି ତ୍ରୁଟି, ନିଜେ କୋଉଠି ମୋ ଜଳିବାର କୋଉଠି ଟିକେ ଭୁଲ ରହିଯାଇଛି, ତେଣୁ ମୁଁ ମଧ୍ୟ ତାକୁ ସଜାଡି ଦେଇଛି କିଛି ପରିମାଣରେ ଭାବୁଥିଲି। ଆଉ ତାପରେ ତ ଆପଣ ସାଙ୍ଗରେ ବସିଲି, କଥା ହେଲି। ତେଣୁ ଆଜି ଯୋଉ ଯାତ୍ରା ଆମର ଆରମ୍ଭ ହେଲା, ଯୋଉ ରୂପାନ୍ତରଣ ଯାତ୍ରା, এটা ସବୁଦିନ ଆମର ରୂପାନ୍ତରଣ ଚାଲିଛି, କିନ୍ତୁ ଆମେ କୋଉଦିନ ମିଟିଂ ରେ ବସିଛି ତ କୋଉଦିନ ମିଟିଂ ରେ ବସି ପାରୁନି, କୋଉଦିନ ନେଟ ର ସମସ୍ୟା ବା ଆମର ସମସ୍ୟା। କିନ୍ତୁ ଯଦି ଆମେ ସବୁଦିନେ ଗୁରୁକୁଳକୁ, ଆଜିର ଯୋଉ ଗୁରୁକୁଳ ଯେମିତି 2-3 ଥର ଆମକୁ ଦେଖିବାକୁ ପଡିବ, କିନ୍ତୁ ସେମିତି ପ୍ରତ୍ୟେକ ଦିନର ଗୁରୁକୁଳକୁ ଆପଣ ଖାତାରେ ଲେଖିବାକୁ ପଡିବ। ମୁଁ ଚିନ୍ତା କଲି, ଆଜି କେଇ ଜଣ ଫୋନ ବି କରିଥିଲି, ଯିବି ଫିଲ୍ଡ ଉପରକୁ, ଲେଖିବାକୁ ପଡିବ ଏଇ ଡେଟ୍ ରେ ଏଇଆ ହେଇଥିଲା, ନହେଲେ ଆମେ ସବୁ ଭୁଲିଯିବା। ଦ୍ୱିତୀୟ କଥା ହଉଛି, ଏଇ ଯୋଉ ଆଜିର ଯୋଉ ରୂପାନ୍ତରଣ ଯାତ୍ରା ବହୁତ ଜୀବନ ପ୍ରତି ବହୁତ ପ୍ରଭାବିତ କରିଥିଲା। ଆଉ ସେ ଯୋଉ ଗୀତରେ ମୁଁ ଭୁଲି ଯାଇଥିଲି ମୁଁ କୋଉଠି ବସିଛି ବୋଲି। ଯେତେବେଳେ ସେ ନାଚ ଗୀତ ହଉଥିଲା, ମୁଁ ବି ତା ସହିତ ଟିକେ ହଲୁଥିଲି, ମୁଁ ଭୁଲିଗଲି ମୁଁ କୋଉଠି ଅଛି ବୋଲି। ଏତେ ସୁନ୍ଦର ଲାଗିଲା। ଆଉ ତା ଭିତରେ ଯଦି ଆମେ ପଶିଯିବା, ବହୁତ କିଛି ପରିବର୍ତ୍ତନ ଆମେ କରିପାରିବା। ତେଣୁ ସମସ୍ତଙ୍କୁ ମୋର ଅନୁରୋଧ, ଆଜିର ଯୋଉ ଗୁରୁକୁଳକୁ ଆପଣ ଟିମ୍ ସହିତ ସେୟାର କରନ୍ତୁ, ଏବଂ କେତେ ଥର ଦେଖିଲେ, ଆଉ କଣ ବୁଝିଲେ, ଆଉ କଣ ଅନୁଭବ କଲେ, ଯଦି ଆମେ ପଚାରି ପାରିବା, ଯେତିକି ଅନୁଭବ ଯାହାର ଯେମିତି ହେଇଛି, ବହୁତ କିଛି ପରିବର୍ତ୍ତନ ହବ। ସାର୍, ଗୁରୁକୁଳ ହଉଛି ବେଷ୍ଟ ଜିନିଷ ଆମ ସମସ୍ତଙ୍କ ପାଇଁ, ଯାହାକି ପ୍ରତିଦିନ ଆମକୁ ସେ ରୂପାନ୍ତରିତ କରୁଛି। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ଅନୁରୋଧ କରୁନି। ତେଣୁ ମତେ ଯୋଉ ଆଜି ପ୍ରଭାବିତ କରିଛି, ସେ ଯୋଉ ଆଲୋକିତ ହବାଟା, ଆଉ ମୁଁ ବହୁତ ପ୍ରଭାବିତ ଯେ ତାକୁ ଏକ୍ସପ୍ରେସ ହଠାତ୍ କରିପାରିବିନି ଆପଣଙ୍କ ପାଖରେ ବା ଟିମ୍ ଉପରେ। ତେଣୁ ମତେ ନିଜ ଭିତରେ ହିଁ ମୋର ପରିବର୍ତ୍ତନ ନିହାତି ଦରକାର ଅଛି। ତେଣୁ ମୁଁ ଏତିକି କହୁଛି। ସାର୍ ନମସ୍କାର, ଆପଣଙ୍କୁ शुभेच्छा। जय श्री सर। ओके थैंक यू। जय सिंह। चित्त बाबू कुहतु। नमस्कार, जय सिंह। नमस्कार जय। सर्वप्रथमे ଆପଣଙ୍କ ଜନ୍ମଦିନର ଶୁଭେଚ୍ଛା, ଶୁଭକାମନା। ओके थैंक यू। ଯାହା ଆଜି ପ୍ରୋଗ୍ରାମଟା ଗୋଟେ ନିଆରା ପ୍ରୋଗ୍ରାମ ଥିଲା, ମାନେ ଯୋଉଥିରେ କି ଆମେ ତ ଯୋଗ ଅଭ୍ୟାସ ପ୍ରତ୍ୟେକ ବୁଧବାର କରୁଛେ, କିନ୍ତୁ ସେ ଯୋଗ ଅଭ୍ୟାସ ବି ବହୁତ ଲୋକ ଅଛନ୍ତି ସମୟ ଦେଇ ପାରୁନାହାନ୍ତି, ବା ଟିକେ କଷ୍ଟସାଧ୍ୟ ତାଙ୍କୁ ହଉଥିବ, ସେମାନେ କରିପାରୁନଥିବେ। କିନ୍ତୁ ଆଜିର ଯୋଉ ପ୍ରୋଗ୍ରାମଟା ଆଜି କରାଗଲା, ଯୋଉ ନାଚ ଗୀତ ମାଧ୍ୟମରେ ଯୋଉ ପ୍ରକାର କରାଗଲା ପ୍ରୋଗ୍ରାମଟା, ତା ଦ୍ୱାରା ଏକରେ ମନ ତ ଶାନ୍ତି ରହିବ, ଦ୍ୱିତୀୟରେ ଆମର ଯୋଉ ବ୍ଲଡ ସର୍କୁଲେସନ, ଯୋଉ ଅକ୍ସିଜେନ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ଯିବା ଆସିବା ଯୋଉ କରିବାର, ଯୋଉ ପହଞ୍ଚିବାର ଯୋଉ ମାଧ୍ୟମ, ସେ ବି ଗୋଟେ ବହୁତ ବଢିଆ ମାଧ୍ୟମ ତାର ବି ରହିବ ତା ଦେହରେ। ଏବଂ ନାଚ ଆଉ ଗୀତ ଉଭୟ ମିଶିବା ଦ୍ୱାରା ମନ ଶାନ୍ତି ରହିଲା, ବ୍ଲଡ ସର୍କୁଲେସନ ବି ଠିକ ରହିଲା। ତାପରେ ଆମର ଅକ୍ସିଜେନ ପ୍ରତ୍ୟେକ ଶରୀରର ଯୋଉ ପ୍ରତ୍ୟେକ ଅଙ୍ଗକୁ ଯୋଉ ପହଞ୍ଚିବା କଥା, ଇଏ ବି ଗୋଟେ ମାଧ୍ୟମ ତା ଦ୍ୱାରା ବନିଗଲା, ଯାହାକି ଇଏ ଆମର ଶରୀରକୁ କୌଣସି ପ୍ରକାର ହାନିକାରକ ଇଏରୁ ଆଉ ମାନେ ରକ୍ଷା କରିପାରିବ ଏଇ ଜିନିଷ। ତାପରେ ଆଉ ଗୋଟେ ଜିନିଷ ହଉଛି କଣ ନା, ଆମେ ଯେତେବେଳେ ଯୋଗ ଅଭ୍ୟାସ କରୁଛେ, ସେ ଯୋଗ ଅଭ୍ୟାସ ଠାରୁ ଇଏ ଆହୁରି ଆନନ୍ଦଦାୟକ, ମାନେ ଆନନ୍ଦ ଉଲ୍ଲାସ ସହିତ ଛୋଟ ପିଲା ଯୋଉମାନେ ବି କରୁଥିଲେ, ମୁଁ ଦେଖୁଥିଲି, ସେମାନେ ବି ବହୁତ ଏକ୍ସାଇଟେଡ ଥିଲେ ଏବଂ ଏତେ ଆନନ୍ଦ ବିଭୋର ହେଇ ସେମାନେ ନାଚୁଥିଲେ, ଯାହାକି ସତେ କି ସେମାନେ ଯେମିତି ସ୍ୱର୍ଗର ଗୋଟେ ଗୋଟେ ପରି,
ମାନେ ଏତେ ସୁନ୍ଦର ଲାଗୁଥିଲା ସେମାନଙ୍କ ନାଚ ଆଉ ସେମାନଙ୍କର ଆକ୍ଟିଂ ପୁରା ଲାଗୁଥିଲା ଯାହାକି ସତେ କି ଯେମିତି ଆମେ ପୁରା ମାନେ ହଜି ଯାଇଛୁ ଆମେ ନିଜ ଜୀବନର ଗୋଟେ କୌଣସି ଜିନିଷ ଆମେ ଗୋଟେ ସ୍ମରଣ ସ୍ଥିତି ନାହିଁ ଯେମିତି ଆମେ ମାନେ ସ୍ୱର୍ଗର ଅତି ଆନନ୍ଦ ବୟସ ଅନ୍ତର ଭିତରେ ଆମେ ହଜି ଯାଇଛୁ ସେ ପ୍ରକାର ମତ ସାର୍ ଥ୍ୟାଙ୍କ ୟୁ ସାର୍। ଓକେ ଥ୍ୟାଙ୍କ ୟୁ। ପ୍ରବୀଣା ମ୍ୟାଡ଼ାମ କୁହନ୍ତୁ। ସାର୍ ନମସ୍କାର। ନମସ୍କାର ମ୍ୟାଡ଼ାମ କୁହନ୍ତୁ। ହାପି ବାର୍ଥଡେ। ଥ୍ୟାଙ୍କ ୟୁ ମ୍ୟାଡ଼ାମ। ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା। ଆଜି ବହୁତ ଦିନ ପରେ ପିଲାଦିନ କଥା ମନେ ପଡିଲା। ଛୁଆ ଦିନରେ ଆମେ ବି ଏମିତି ନାଚି ଗୀତିକି ମାନେ ନାଚ ଗୀତ କରି ଖେଳୁଥିଲୁ। ସେଇଟା ଆଜି ଇଏ ମାଧ୍ୟମରେ ଜଣା ପଡିଲା ଯେ ଏଇଟାରେ କେତେ କଣ ଅଛି। ତେଣୁ ମୁଁ ଆଜି ଆମ ବାଲକୁନିରେ ଜାଣିଛନ୍ତି ଆପଣ ବଡ ବାଲକୁନି ଭିତରେ ମୁଁ ଆଜି ବି ତାର ସବୁ ଇଏ କରୁଥିଲି ଭାରି ବହୁତ ଭଲ ଲାଗିଲା। ତାପରେ ଆମର ସାରଙ୍କର ଟିସି ସାରଙ୍କର ଯୋଉ ଗୀତର ତ ଗୋଟେ ଚାର୍ମ ଅଛି। ଏ ଗୀତ ଦିଲକି ଛୁଇଁଲା ଭଳିଆ ଆଉ ସେ ଗୀତରେ ବହୁତ ବଢିଆ ଲାଗିଲା। ଆଜି ମାନେ ସକାଳଟା ବହୁତ ସକାଳ ଭଲ ଲାଗିଲା। ଆଜି ସବୁଦିନ ଅପେକ୍ଷା ଆଜି ବହୁତ ଭଲ ଲାଗିଲା ଯେ ଆଜି ଆମେ କିଛି ନିଜ ପାଇଁ କଲୁ। ତାପରେ ଜଣା ବି ପଡିଲାନି କେମିତି କଣ କଲୁ କଣ ହେଲା ସମୟଟା ହିଁ ଚାଲିଗଲା। ଥ୍ୟାଙ୍କ ୟୁ ସାର୍। ଓକେ ଥ୍ୟାଙ୍କ ୟୁ। ସୁକାନ୍ତ ବାବୁ କୁହନ୍ତୁ। ସାର୍ ନମସ୍କାର ସାର୍, ଜୟ ଆସିମ୍। ଜୟ ଆସିମ୍ କୁହନ୍ତୁ। ସାର୍ ବହୁତ ବଢିଆ ଜିନିଷ ଆଜି ସେସନ ହେଲା। ପ୍ରଥମ ତ ଆମର ଯୋଗ କରିବା ଯୋଉ ଇଏ କରିବା ଆମର ମେଡିଟେସନ କରିବା, ତାପରେ ଯୋଗ, ତା ସହିତ ଆମର ଯୋଉ ଜୁମ୍ବ କ୍ଲାସ ମ୍ୟୁଜିକ ଲାଗି ଯୋଉ ଜୁମ୍ବ କ୍ଲାସ କରିବା। ଜୁମ୍ବ କ୍ଲାସ ହେଲେ ବଡିର ଆମର ନିହାତି ଗୋଟେ ଦରକାର, ଆମର ଭାଇବ୍ରେସନ ଦରକାର। ସେ ଜୁମ୍ବ କ୍ଲାସ ମଧ୍ୟରେ ଏମିତି ଆମର ଇଏ ଆସି ଅଭ୍ୟାସ ଆସିଯିବ, ଦିନ ଆଗ ବଡିଟା ଆମର ଚାର୍ଜ ହେଇଯିବ। ଯଦି ଗାଡିକି ଷ୍ଟାର୍ଟ କଲା ପୂର୍ବରୁ ପ୍ରଥମେ ଆଗ 5 ମିନିଟ୍ 10 ମିନିଟ୍ ୱାର୍ମ ଅପ୍ କରି ଗାଡିଟାକୁ ଆମେ ଷ୍ଟାର୍ଟ କରିଦେବା। ଦିନ ଆଗ ଯେତେ ରନିଂ କଲେ ଆମ ଗାଡିକି ପ୍ରେସର ପଡିବନି। ସେଥିପାଇଁ ଆମ ବଡିରେ ପ୍ରଥମେ ୱାର୍ମ ଅପ୍ ଦରକାର। ଏ ଜୁମ୍ବ କ୍ଲାସ ମେଡିଟେସନ ଏ ଦ୍ୱାରା ଆମ ବଡି ଚାର୍ଜ ହବ। ଦିନ ଆଗ ଆମେ କାମ କଲେ କି ଆମକୁ ନିଶ୍ଚିତ ଆମକୁ ଗୋଟେ ଉର୍ଜା ମିଳିବ। ତା ସହିତ ବଡିକି ଆମକୁ ଗୋଟେ ରିଲାକ୍ସ ମିଳିବ। ଦିନ ଆଗ ଆପଣଙ୍କର ଫ୍ରି ମାନେ ଫିଲିଂ କରିବେ। ତା ସହିତ ଆପଣଙ୍କର ଯୋଉ ଜିନିଷ କହିଲେ ବହୁତ ବଢିଆ ଜିନିଷ କହିଲେ। ଆଉ ଆମେ ଯଦି ନ କରିପାରିଥିବା ଲୋକମାନେ ଯଦି ଆମେ ଦେଖିପାରିନଥିବା ଯୋଉମାନେ ଆମ ସାଥୀ ଅଛନ୍ତି ତାଙ୍କୁ ଆମେ ୟୁଟ୍ୟୁବରେ ଦେଖେଇ ପାରିବା। ତାଙ୍କୁ ଲିଙ୍କରେ ପଛରେ ଫ୍ରିରେ କରିପାରିବା। ଯୋଉଟା ଆଜି କ୍ଲାସ ନ କରିପାରୁଛନ୍ତି ସେମାନେ ବି କାଲି ବି ସେ କ୍ଲାସ କରିକି ସେମାନେ ପ୍ରତିଦିନ ତାକୁ ଅଭ୍ୟାସ ରଖିଲେ ଆମେ ନିଶ୍ଚିତ ସୁସ୍ଥ ରହିପାରିବା। ଡାଇବେଟିସ ପାଇଁ, ବ୍ଲଡ ପ୍ରେସର ପାଇଁ, ସବୁ ଜିନିଷ ମେଡିସିନ ଏ ଯୋଉ ଆମେ ଯୋଉ ଇଂଲିଶ ମେଡିସିନ ଖାଉଛେ ସେଥିରୁ ଆମେ ନିରନ୍ତର ରହିବା ପାଇଁ ଆମେ ଯୋଗ ନିହାତି ଦରକାର, ମେଡିଟେସନ ଦରକାର। ଥ୍ୟାଙ୍କ ୟୁ ସାର୍। ଓକେ ଥ୍ୟାଙ୍କ ୟୁ। ଆମେ ସାରଙ୍କ ପାଖକୁ ଆସିଲେ। ସାର୍ ଆସନ୍ତୁ ସାର୍। ଚାନ୍ଦ ସାର୍। थैंक यू बहुत बहुत शुभेच्छा जन्मदिन। नमस्कार जय आसिफ। जय से नमस्कार, गुड मॉर्निंग। आज बहुत बड़ दिन गोटे सत्यदेव जन्मदिन। केते खुशी ओके थैंक यू सर। धन्यवाद। केते वर्ष हैला? 47 47 48 चलियो आज्ञा। जाओ बहुत बढ़िया। छोट छुआटी ना छोट छुआटी। हाँ सतपति सार तो सब माने पूरा छोट पिलांको भली देखंतु कहती बड़ बड़ पंडित माने कहती जे आपणक भितरे जदि से पिलालियामी अच्छी ताले आपण दुनिया को जीति पारिबे। कारण ये पिलालियामी रहिबा से केते निष्पाप पिला छोट पिला से प्रकार गोटे भावना भितरे रहिबा रहिथिबो जहा मन रे रहिथिबो ताकू सी समस्ते भल पाइबे। समस्ते पाइबे सत्यदेव समस्ते भल पाती हिसाब रे। कारण ताको पाखरे टिके सेई छोट पिलार गुण टिके अच्छी ना कि छोट पिला को समस्ते भल पाती कि बहुत छोट बहुत कम बयस लोक अच्छा से भितर एत बयस हो जाए जे माने पूरा रिजर्व होती माने कहती अल्प बयस बुढ़ा भली कथबार्ता करती जो जाती। आज प्रोग्राम तो बहुत बढ़िया होता, मजादार होता, समस्त आनंद देले सेटा हूँ बड़ कथा। तो कथा हूँ कौन
କାଲି ସବୁ କମିଟମେଣ୍ଟ କରିଥିଲେ ଯେ ଜଣେ ଜଣେ ଲୋକଙ୍କୁ ବସେଇବେ ବୋଲି, କାହିଁ ତ କାହାର କମିଟମେଣ୍ଟ ରଖିଲେନି। ସାହୁ ବାବୁ କହିଥିଲେ ଜଣକୁ ଆଣିବେ, ସୁକାନ୍ତ ବାବୁ କହିଥିଲେ ଜଣକୁ ଆଣିବେ, ଅମୀୟ ବାବୁ ବି ଜଣକୁ ଆଣିବେ। କେହି ତ ଜଣକୁ ଜଣ ଆଣନ୍ତୁ, ଜଣକୁ ଜଣ ଆଣିଲେ ସିନା ଆମେ ଦେଖିବୁ। କଣ ହେଲା, ଆଣିବେନି? ଆଜ୍ଞା ଆଜ୍ଞା କାଲି ସାର୍ ଆସିବ ସେ। କାଲି କାଲି ମୁଁ କାଲି କହିଲା ବେଳକୁ ଲାଷ୍ଟକୁ କଟିଗଲା। ମୁଁ ସେଇ କଥା କହୁଥିଲି, ଆସନ୍ତା କାଲି ଅତି କମରେ ଜଣକୁ ତ ଆଣନ୍ତୁ, ଜଣକୁ ତ ଆଣନ୍ତୁ, ତାହେଲେ ସିନା ଆମର ଗ୍ରୋଥ ହବ। ଗ୍ରୋଥ ଆମର ପ୍ରୋଗ୍ରାମ ର ଗ୍ରୋଥ ହବ। ପ୍ରୋଗ୍ରାମ ର ଗ୍ରୋଥ ହେଲେ ସବୁର ଗ୍ରୋଥ ହବ। ଆଉ ସିଏ ଯାହାକୁ ଆଣିବେ ସିଏ ବି ଶିଖିବ, ସିଏ ବି ଜାଣିବ, ତାର ବି ଭଲ ହବ। ଆଉ ଭଲ କରିବା ପାଇଁ ତ ଆମେ ଚେଷ୍ଟା କରିବା। କଥା କଣ କି, ମୁଁ ଥରେ ଥରେ ଯାହା ଆମେ ଶିଖିଛୁ, ଯାହା ଆମେ 2005 ରୁ ଶିଖିବା ଆରମ୍ଭ କଲୁ। ସଞ୍ଜୀବ ସାର୍ ଶିଖେଇଲେ, ତାପରେ ବିସି ଛାବରାଜି, ତାପରେ ଟିସି ସାର୍ଙ୍କର ବହି, ସେ ସବୁ ବଢିଆ ବଢିଆ ବହି ସବୁ। ଆମେ ଜାଗନା ହେ, ତାଙ୍କର ଗୋଟେ ବହିଟେ ଅଛି ହମେ ଜାଗନା ହେ। ଆଉ ଏବେ ତ 3ଟା ବହି ମୁଁ ଦେଖଉଥିଲି, ସେ ବହି ପଢିବା। ସଞ୍ଜୀବ ସାର୍ ଯୋଉ କଥା କହନ୍ତି ତାକୁ ମାନିବା, ବିଶ୍ୱାସ କରିବା ଗୋଟେ ବଡ କଥା। ତେଣୁ ବିଶ୍ୱାସ ହଉଛି ସମସ୍ତଙ୍କ ବଡ କଥା। ଯଦି ବିଶ୍ୱାସ ଅଫଲାଇନଙ୍କ କଥାରେ, ଯିଏ ଅନୁଭବୀ ଅଫଲାଇନ, ଯିଏ ବହୁତ ସଫଳତା ପାଇଛନ୍ତି, ବହୁତ ସଫଳତା ପାଇଛନ୍ତି, ଆରସିଏମ ଯିଏ ସଫଳତା ପାଇବେ, ଯେ ସେ କେତେ ବିଫଳ ହେଇକି ସଫଳତା ପାଇଥିବେ, ସେଇଟା ମାନେ ସେଇଟା ହଉଛି ବଡ କଥା। ଜଣେ ଟେକ୍ନିକାଲ ଆଚିଭର ହେଲା ମାନେ କେତେ ଫେଲିଓର ହେଇକିରି, କେତେ ଶିଖିକିରି, କେତେ ପଙ୍କ କାଦୁଅରେ ଯୋଉ ନଟର ପଟର ହେଇକିରି ଯେମିତିକା ବାହାରିବା ତା ଭିତରୁ, ଟେକ୍ନିକାଲ ଆଚିଭର ହବା, କି ଏମରାଲ୍ଡ ହବା, ଷ୍ଟାର ଏମରାଲ୍ଡ ହବା, ରୁବି, ଷ୍ଟାର ରୁବି, ଯେତେ ଯେତେ ଆଚିଭମେଣ୍ଟ କରିବେ, କେତେ ଫେଲିଓର ଫେସ୍ କରିକିରି ଆସିଥିବେ, କେତେ ବାଧା ବିଘ୍ନ, କେତେ ଘାଣ୍ଟି ଘୁଣ୍ଟି ହେଇକିରି ଆସିଥିବେ। ତ ତେଣୁ ତାଙ୍କର କଥାକୁ ବିଶ୍ୱାସ କରିବାଟା ହଉଛି ବଡ କଥା। କହନ୍ତି ବିଶ୍ୱାସ ମୂଳେ ଭଗବାନ। ତର୍କେ ବହୁଦୂର। ଆମେ ଗୋଟେ ନଲେଜ ନେଲେ, ତାକୁ ଯଦି ତା ଦ୍ଵାରା ଯେ ଆମେ ଆରସିଏମ ରେ କରିଦେଇ ପାରିବା, ଯଦି ବିଶ୍ୱାସ ନ ଆସିବ। ଗୋଟେ ନଲେଜ ଆମର ଥିବ କିନ୍ତୁ ବିଶ୍ୱାସର ଅଭାବ ରହିବ। ବିଶ୍ୱାସ ମୂଳେ ଭଗବାନ ନା, ସବୁ ତ ବିଶ୍ୱାସ ମୂଳେ। ତ ଯଦି ବିଶ୍ୱାସ ନ କରିବା, ତ ଆପଣ ମାନେ ଯଦି ବିଶ୍ୱାସ ମନରେ ନ ଆସିବ, ଯେ ଚାନ୍ଦ ସାର୍ ଯୋଉ କଥା କହୁଛନ୍ତି ସେ କଥାଟାକୁ ଥରେ ଦେଖିବା ପାଳନ କରିବା, ଥରେ ଏକ୍ସପେରିମେଣ୍ଟ କରିବା, ଦେଖିବା। ଫେଲିଓର ହଉ, ଫେଲିଓର ତ ସକ୍ସେସ ହୁଏ ନା, ଫେଲିଓର ଇଜ ଦ ପିଲର ଅଫ ସକ୍ସେସ, ପିଲା ବେଳୁ ପଢିଛୁ। ଫେଲିଓର ହଉ, ଲୋକେ ନ ଶୁଣନ୍ତୁ, ସେଥିରେ କଣ ଅଛି। ତାହେଲେ ଚାନ୍ଦ ସାର୍ କେତେ ହଜାର ଲୋକଙ୍କର ନ ଶୁଣିବା, ଶୁଣି ଶୁଣିକିରି ଆଜି ବଡ ବଡ କଥା ଗୁଡା କହୁଛନ୍ତି। ସେ କଥା ତ ବୁଝିବା କଥା। ଆମ ମୋର ଏତେ କଥା ବାହାରି ପଡୁଛି କଣ, କେତେ ହଜାର ଲୋକଙ୍କଠୁ ବହୁତ କଥା ଶୁଣି ଶୁଣିକିରି। ତ ଆପଣ ଏଥିରେ ଯୋଉ ବିଶ୍ୱାସ ହଉଛି ବଡ କଥା। ତ କହନ୍ତି ଗୋଟେ କଥା, ସେଇ ଆମର ଡିସିଜିଙ୍କର, ଟିସିଜିଙ୍କର, ସଞ୍ଜୀବଜୀଙ୍କର, ପ୍ରହ୍ଲାଦଜୀଙ୍କର କଥା ହିଁ ମୁଁ ଶୁଣି ଶୁଣି ଆସିଛି। ଆଉ ଟିସିଜିଙ୍କର ବହି ସବୁ, ସେଇ ଛୋଟ ଛୋଟ ବହି ବହୁତ ପଢେ ମୁଁ, ଏବେ ବି ପଢୁଛି ସେ ବହି ଗୁଡା। ଆପଣଙ୍କୁ ସେଦିନ ଦେଖିଥିଲି, ସେକୁ ପଢନ୍ତୁ, ଏ ବହି ପଢନ୍ତୁ। ଆଉ କଥାରେ ଟିକେ ବିଶ୍ୱାସ ରଖନ୍ତୁ ଆମ କଥାରେ। କଥାରେ କହନ୍ତି ଯେ ଇଏ ତ ଗୋଟେ ଭାଗବତ କହୁଛି ଯେ ବିଶ୍ୱାସ ମୂଳେ ଭଗବାନ, ବିଶ୍ୱାସ ମୂଳେ ବି ଆରସିଏମ ର ସଫଳତା। ମୁଁ ଅନୁଭବରୁ କହୁଛି, ମୁଁ କୋଉ ଏମିତିକା ପ୍ରବଚନର ବାଣୀ ଦଉନି, କାରଣ ମୁଁ ଅନୁଭବରୁ କହୁଛି। ତେଣୁ ତର୍କ ଫର୍କ କରେନି ମୁଁ ବେଶୀ। ଜ୍ଞାନ ବି ପ୍ରଥମ ଆମର କେତେ ଜ୍ଞାନ ଥିଲା ଟେକ୍ନିକାଲ ପର୍ଯ୍ୟନ୍ତ, ଏବେ ଆପଣ ମାନଙ୍କର ଯୋଉମାନେ ଭାଇଟାଲ ପିନ୍ ଆଚିଭର ଅଛନ୍ତି, ଯେତେ ଜ୍ଞାନ ହେଲାଣି ନା, ଆମର ଟେକ୍ନିକାଲ ଆଚିଭର ସେତେ ଜ୍ଞାନ ନଥିଲା। କେବଳ ଗୋଟେ ଜ୍ଞାନ ଥିଲା ଯେ ବିଶ୍ୱାସ କର, ସଞ୍ଜୀବ ସାର୍ ଯାହା କହୁଛନ୍ତି ତାକୁ ପାଳନ କର। ଏଇ କଥା। କଣ କହିଲେ ସିଏ? କହିଲେ ପ୍ରତିଦିନ ନୂଆ ଲୋକଙ୍କୁ ଭେଟିଲୁ, କହିଲେ ପ୍ରତିଦିନ ହୋମ ମିଟିଂ କର, କରିଲୁ। ପ୍ରତିଦିନ ମାର୍କେଟିଂ ପ୍ଲାନ ପ୍ରେଜେଣ୍ଟେସନ କର, ମାର୍କେଟିଂ ପ୍ଲାନ ସବୁବେଳେ ଫୋନରେ କହିବେ, ଆସିଲେ କହିବେ, ସେ ସବୁ କହିଲୁ। ଜଣେ ଲୋକ ଏତେ ଅନୁଭୂତି ଲୋକ, ମାସକୁ 2 ଲକ୍ଷ 2.5 ଲକ୍ଷ ପାଉଛନ୍ତି, ସେତେବେଳେ ତାଙ୍କର ଏତେ ସଫଳତା ପାଇଛନ୍ତି, ସେ ଯାହା କହୁଛନ୍ତି କଣ ମିଛ କଥା? କରି ତ ଦେଖିବା କଣ ହଉଛି। କହନ୍ତିନି ବସ୍ ଏକ କଦମ ବିଶ୍ୱାସ କେ ସାଥ ଉଠାଓ, ଟିସିଜିଙ୍କର ଗୋଟେ ଅଛି, ବସ୍ ଏକ କଦମ ବିଶ୍ୱାସ କେ ସାଥ ଉଠାଓ। ଗୋଟିଏ ପାଅ ବିଶ୍ୱାସ ସହିତ ଉଠାଅ, आपको पूरी सीढ़ियां देखने को जरूरत नहीं। ଆଗକୁ ଆମେ ଯୋଉ ଜ୍ଞାନ ନେଇକି ଆଗକୁ 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 ବହୁତ କିଛି ଜାଣିବାକୁ ଚେଷ୍ଟା କରୁଛୁ, କିଛି ଦରକାର ନାହିଁ। ଗୋଟେ କଦମ ତ ବିଶ୍ୱାସର ସହିତ ଉଠାନ୍ତୁ ନା।
एकेडमी ट्रेनिंग जो होता 6-7 आम जाऊँ शुणुलु कहला गोटे पाद विश्वास सहित उठाओ जहाँ आम कहूँ आउ सब देखा गोटे गोटे से केसे करे आरसीएम बिजनेस गोटे से पुराना बही बही नुआ बही जो बाहर ना जड़े लोक गोटे लंठन देखिए अंधार सी चलुची सेपटू जड़े लोक रास्तार देखा गला सी कहला बाबू तुम लंठन धरिकी कुआड़े जाऊच सी कहला मु से दूर रे पहाड़ रे गोटे मंदिर अच्छी से जाऊँ से कहला एते घोर अंधर रे तुम गोटे लंठन धरिकी कौन जाऊच से कहले जे तुम बुझीपार न लंठन आलुटा केते दूर पड़ुची 8-10 फुट पर्यंत पड़ुची मु 8-10 फुट पर्यंत गला बेलू सी तो पुणी 8-10 फुट पड़ो ना नुहे कि जी आम जाचे से जदि आम काम करवा देखा गोटे कदम एक कदम विश्वास के साथ उठाओ गोटे विश्वास सहित गोटे गोड़ उठातु ना सब आग को देखा से विश्वास अभाव हो जाऊँ विश्वास आम 1 तारिख कहले जे आम गोल सेटिंग करवा नवेम्बर लिखा एक आप विश्वास कि नहीं भगवान जानती जदि विश्वास सहित लिखिथे ताले तो मुझे जानी आपंकर विश्वास अच्छे ना विश्वास ना जिते ज्ञान नियंतु जिते आम कहू से किसी हेनी जे जड़े अनुभवी लोक ये कहते थे कर तो देखा आम नक सरला कथा भूली गले गला सब कथा कहती दुनिया आम बहुत ज्ञान नवा बहुत नॉलेज नवा तो दुनिया आमको आम ज्ञान रे पैसा दियंती आरसीएम भी आम ज्ञान रे पैसा दिएनी आम ज्ञान केते अछि आरसीएम पैसा दब आमे जहाँ करू आपण जहाँ करती तार मूल्य से दिए आम मुंडे केते नॉलेज अच्छी तार कंप्यूटर रे से कौन जानी आमे बहुत नॉलेज नहीं बहुत नॉलेज नवा नॉलेज समस्त को दबा किंतु नॉलेज जदि दबा ताले जहाँ को नॉलेज दबा ताकू केमतिका सहयोग करवा सी केमतिका काम करिवो सी केमतिका प्रोडक्ट किनिबो सी केमतिका जॉइन करिवो सी केमतिका तार लाइफ रो माने परिवर्तन हबो ये होची आरसीएम रो पुण्य कर्म आरसीएम रो अन्यर भलो करवा मनोवृत्ति नहीं करी आमे जदि आरसीएम रो काम आरसीएम रो मूल लक्ष्य होची अन्यर भलो करवा ना ये भावना ना मोर भलरे मु जदि लोक कहि जे ये जॉइन करी गले ये जिनिस किनले मोर केमती 2 पैसा पाइजिबी ये भावना को बदली देवाक पड़ियो मोर एटा बदली जाइतिला वर्ष 6 मास 8 मास रे बदली गला एटा मोर थिला मु केमिति गुडे पैसा पाइबी लोक को जॉइन करी देले एको किनिबो से किनिबो मोर पैसा पाइजिबी किंतु मोर एटा बदली गला जेतेबेले जानिली मोर कर्म द्वारा किसी लोक उपकृत होउचंती से माने मो प्रति सम्मान दौरान भल पाँच कृतज्ञता जनाऊँच तेणु मो मन में गोटे परिवर्तन आसला मु प्राय एक कहे तेणु जानी लोकंर भल कर से उपकृत पाइबे पीसी सार सब कहते कहते ये पैसाटा गोटे बाई प्रडक्ट किंतु भलबासा स्नेह श्रद्धा आ तार आशीर्वाद ये सबू जदि आम आरसीएम रे पाइबा ये पैसा मन को न आसो या ये जो कथाटा को विश्वास मु करे आपन विश्वास न करिए जदि भल हम न विश्वास कले ये कथाटा मु विश्वास करे तेणु विश्वास गोटे बड़ कथा आउ कौन विश्वास करे जदि आउ गोटे कथा मु विश्वास करे जदि आपण माने विश्वास करंती ताले आपनकर भाग्य बदलिबो आ बहुत अचीवमेंट करिवे यदि बहुत अचीवमेंट करूना ताले विश्वास होइनी पूरा गणित हिसाब जदि विश्वास करिवे ताले अचीवमेंट पाइबे जदि अचीवमेंट पाउ नांती एते दिन परे एते कथा परे ताले आपण विश्वास करू नांती कि से अनुसार करू नांती सीधा कथा कथा अछि कोन गोटे इंग्लिश रे कथा अछि सेटा भी कॉलेज रे स्कूल रे आपण माने पढिथिबे मु भी जानि छी इफ यू रियली वांट टू डू समथिंग यू विल फाइंड ए वे इफ यू डोंट वांट समथिंग यू विल फाइंड एन एक्सक्यूज एको ओडिया रे कोन उपाय थिले इच्छा थिले उपाय बळे बळे आसे जानिथिबे एटा ए प्रोवर्बटा इच्छा थिले उपाय बळे बळे आसीबो इच्छा जदि थिबो उपाय बळे बळे आसीबो इच्छा अछि लोकन को डाकिया पई ये होची वेद वाक्य
ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସିବ। ଆଉ ଯେମିତି କର୍ମ ସେମିତି ଫଳ, ଏଇଟା ଆପଣ ମାନେ ଜାଣିଛନ୍ତି ନାଇଁ? ଏ ଛୋଟ ଛୋଟ କଥା, କିନ୍ତୁ ଏ ସବୁ ଭାଗବତ କଥା। ଭଗବାନ ବି କହୁଛନ୍ତି ଯେମିତି କର୍ମ ସେମିତି ଫଳ, ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ। ଇଏ ସବୁ କଥା ଭିତରେ ସବୁ ଆରସିଏମ ର କଥା ହିଁ ଭର୍ତ୍ତି ହେଇ ରହିଛି। ଯଦି ଇଚ୍ଛା ଅଛି ଯେ ଲୋକଙ୍କୁ ଆଣିବା ପାଇଁ, ଉପାୟ ବଳେ ବଳେ ଆସିବ। କୋଉ ଉପାୟରେ ସେ ଲୋକଙ୍କୁ ମୁଁ ଆଣିବି, କୋଉ ଉପାୟରେ ସେ ଲୋକଙ୍କ ସହିତ ମିଶିବି, କୋଉ ଉପାୟରେ ସେ ଲୋକଙ୍କୁ ଆରସିଏମ ପ୍ରଡକ୍ଟ କିଣିବା ପାଇଁ ଉପାୟ ବତେଇବି, ଇଏ ସବୁ ଆମେ ସବୁ କରୁଥିଲୁ। ସେଇଥିପାଇଁ ଏଠିକି ଆସିଛି, ଉପାୟ ବାହାର କରିବୁ। ଆମେ ସବୁ ଚିନ୍ତା କରୁ, ସିନିୟର ଲୋକମାନେ ଯୋଉ ବର୍ତ୍ତମାନ ସମସ୍ତେ କିଏ ଅଛନ୍ତି କିଏ ନାହାନ୍ତି, ମୋ ସହିତ କାମ କରୁଥିବା ଆଜି ସାଇରାମ ବାବୁ ନାହାନ୍ତି, ଆଜି ସାହୁ ବାବୁ ସିଏ ବି ନାହାନ୍ତି। ଏସବୁ ଆମେ ସବୁ ଏମିତିକା ସବୁ କଥା ଦେଲୁ, ଏ କୋଉ ଉପାୟରେ ଏଇ କାମଟା କରିବା, କୋଉ ଉପାୟରେ ଲୋକଙ୍କୁ ଅର୍ଗାନାଇଜ କରିବା, କୋଉ ଉପାୟରେ ଲୋକ କେମିତି କିଣିବେ। ଘରେ ବି ସେମିତିକା ଆମେ ଆଲୋଚନା କରୁ, ମ୍ୟାଡାମଙ୍କର ମୋର ବସିକିରି କୋଉ ଉପାୟ କରିଲେ ଲୋକମାନେ ମନକୁ ଆସି କିଣିବେ। ଆମେ ଲୋକଙ୍କ ପାଖକୁ ଦୌଡ଼ି ଯିବୁନି। ଆମର କଣ ହଉଛି ଦେଖନ୍ତୁ, ଗୋଟେ ବଢିଆ ମନକୁ ଧ୍ୟାନ ଦେଇ ଶୁଣନ୍ତୁ। ସମୟ ଅଛି ଶତପଥୀ ବାବୁ? ହଁ ସାର୍, 10 ମିନିଟ୍ ଅଛି। ହଁ ଶୁଣନ୍ତୁ, ଆମର ବାଧା କିଏ ଜାଣିଛନ୍ତି? ଆମକୁ କିଏ କାମ କରିବାକୁ ଦଉନି ଆରସିଏମ ର? ଆମକୁ କାମ କରିବା ଦଉନି ଆମେ ନିଜେ। ନିଜେ ଆମକୁ ଆମେ କାମ କରିବାକୁ ଦଉନି। ମୋର ଅନୁଭୂତିରୁ ମୁଁ କହୁଛି, ମୁଁ ବି ପ୍ରଥମେ ଏଇଆ ହେଇଥିଲି, ଦେଖିଲି ମୁଁ ନିଜେ ହିଁ ମତେ କାମ କରି ଦଉନି। ତା ଭିତରେ ଗୋଟେ ହଉଛି ଅହଙ୍କାର, ଆଉ ଗୋଟେ ହଉଛି ସଂକୋଚ। ଯେତେବେଳେ ମୁଁ ଜାଣିଲି ଯେ ଆରସିଏମ ସମାଜ ପାଇଁ ଏତେ ଉପକାର କରୁଛି, ଦେଶ ପାଇଁ ଉପକାର କରୁଛି, ସମାଜ ପାଇଁ, ଦେଶ ପାଇଁ ଉପକାର କେମିତି କରୁଛି? ଦେଶ ପାଇଁ ଉପକାର କରୁଛି, ବହୁତ ଲୋକଙ୍କର ରୋଜଗାର କରିବାର ଉପାୟ କରଇ ଦଉଛି, ଭାଇଚାରା ସୃଷ୍ଟି କରି ଗୋଟେ ସମ୍ବନ୍ଧ ସୃଷ୍ଟି କରୁଛି, ଇନକମ ଟ୍ୟାକ୍ସ, ଆରସିଏମ ର ଟ୍ୟାକ୍ସ ବି ବହୁତ ଦଉଛି ଦେଶ ଗଠନରେ। ସଞ୍ଜୀବ ସାର୍ ବୁଝେଇଲେ ସବୁ ମତେ, ଆରେ ଏତେ ବଡ କାମ କରୁଛି ତ ଗର୍ବ के साथ बोलिए। ଆରେ ସେତେବେଳେ ତ କିଛି ଆଖିକୁ ଦେଖା ଯାଉନଥିଲା, କିନ୍ତୁ ମନ ଭିତରେ ସେଇଟା ଯୋଉ ଭିଜନ, ସେଇଟାରେ ଆମେ ଗର୍ବ ସହିତ କହୁଥିଲୁ ଆରସିଏମ। ତେଣୁ ଆଉ କାହାକୁ ଆମେ ସେ କଣ ଭାବିବ, ଖରାପ ଭାବିବ, ଭଲ ଭାବିବ, ମୁଁ ଆରସିଏମ କାମ କରୁଛି, କାଳେ ସେ ଖରାପ ଭାବିବ, କହିବ ଯେ ଏଇ କଣ ଜିନିଷ ବିକ୍ରି କରିବାକୁ ଆସୁଛି। এইটা ହିଁ ଆମକୁ ଆମର, ଆରେ ଆରସିଏମ କାମ ଗୋଟେ ଗର୍ବର କାମ, ଗୋଟେ ପୁଣ୍ୟ କର୍ମ। ଆରସିଏମ କାମ ଗୋଟେ ଗର୍ବ କରିବାର କାମ। ଆଜି ରୂପାନ୍ତରଣ ଯାତ୍ରା ଯୋଉ ହଉଛି ଏବେ ଦେଖିବାକୁ ମିଳିଛି ଏତେ, ସେଇଟା ତ ଆମେ 20 ବର୍ଷ ତଳେ ଦେଖୁଥିଲୁ। ଗାଁ ସହର ଆମେ 20 ବର୍ଷ ତଳେ ଚିନ୍ତା କରୁଥିଲେ କେମିତି ଚାରିଆଡେ ପିକଅପ ସେଣ୍ଟର ହବ, କେମିତି ଚାରିଆଡେ ଓଡିଶାର ହବ। ଆମେ ସବୁ ବସିକି ଚିନ୍ତା କରୁଥିଲୁ, ଏମିତି କରିବା, ସେମିତି କରିବା, ଏ କରିବା, ଗର୍ବର ସହିତ। କାହାକୁ ଖାତିର କରୁନଥିଲୁ, କିଏ କଣ ପାଇବ, କଣ କରିବ, ସେ ଯେତେ ବଡ ଲୋକ ହେଇଥାଉ ନା କାହିଁକି, ନେଲେ ନେବ, ନହେଲେ ନାହିଁ। ପ୍ରଡକ୍ଟ ଯଦି ସେ ଭଲ ନବ ତାହେଲେ ତାର ଦେହ ଭଲ ରହିବ, ଆମେ ଏହା କରୁଥିଲୁ। ତାର ଦୁର୍ଭାଗ୍ୟ, ସେ ଆରସିଏମ ପ୍ରଡକ୍ଟ ନେଲାନି କି ଆରସିଏମ କଥା ଶୁଣିଲାନି। ଆମେ ଏଇ କଥା ଆମକୁ କହୁ, ତାର ଦୁର୍ଭାଗ୍ୟ, ସେ ଆମ କଥା ଶୁଣିଲାନି, ତାର ଦୁର୍ଭାଗ୍ୟ, ସେ ଆରସିଏମ ପ୍ରଡକ୍ଟ ୟୁଜ କରୁନି। ଆମେ ସୁସ୍ଥ ରହିଛୁ, ଦୁନିଆର ଲୋକମାନେ ଭଲ ସୁଖ ଶାନ୍ତିରେ ଅଛନ୍ତି, ଯୋଉମାନେ ଆରସିଏମ କଥା କରୁଛନ୍ତି। ଆଉ ସେ ଶୁଣୁନି, ଧୀରେ ଶୁଣିବ, ଆଉ ଶୁଣିବ ହିଁ ଶୁଣିବ, ତା ହିଁ କରିଛି ସେ। ତେଣୁ ଏଥିରେ ସଂକୋଚ କରିବା କଥା କାହିଁକି? ଆମେ କାହାକୁ ଆରସିଏମ ବାବଦରେ କହିଲୁ, ସିଏ ଶୁଣିଲାନି, ଏଥିରେ ନିଜକୁ ଛୋଟ କାହିଁ ଭାବିବା? ଆରେ ଏଇଟା ଗର୍ବର ସହିତ କରନ୍ତୁ। ଆରେ ସେ ଭିଡିଓ ଦେଖାନ୍ତୁ, ଏବେ ତ ଦେଖେଇବା ପାଇଁ ଅଛି ନା, ଭିଡିଓ ଦେଖାନ୍ତୁ ତାକୁ। ଆଗେ ପ୍ରଥମେ ଭିଡିଓ ଦେଖେଇଦେବେ, ଦେଖ ସାରା ଭାରତରେ ଲକ୍ଷ ଲକ୍ଷ ଲୋକ କେମିତି ହୋଇ ଯାଉଛନ୍ତି। ଆଉ ଏଥିରେ ସବୁ ବହୁତ, ମତେ ସଞ୍ଜୀବ ସାର୍ ଜଣେ ଅଛନ୍ତି, ଆଉ ଜଣେ ପ୍ରହ୍ଲାଦ ସାର୍ ଅଛନ୍ତି। ଆମକୁ ଦିଟା ଏକ୍ସାମ୍ପଲ ଲୋକ ଆମର ଅପଲାଇନ, ଗୋଟେ ଗରିବରୁ ହେଇକିରି କେମିତି ବଡ ହେଇଛନ୍ତି, ଆଉ ଜଣେ ବଡ ଲୋକ ହେଇକିରି କେମିତି ଆରସିଏମ କରୁଛନ୍ତି। କିଏ ଆମ ପାଖରେ ଗର୍ବ କରି କହିବ, ମୁଁ ପଇସା ବାଲା ଲୋକ, ମୁଁ କଣ ଆରସିଏମ କରି? ଦେଖ ସଞ୍ଜୀବ ସାର୍ ଙ୍କୁ ଦେଖ, ଗୋଏଙ୍ଗା ଫ୍ୟାମିଲିର କଣ ତାଙ୍କର ନାହିଁ, ସିଏ କାହିଁ ଆରସିଏମ କରୁଛନ୍ତି? ତମେ କଣ ହେଇଗଲ କି ତମେ? ଏଇନେ ସିଧା ମୁଁ କୁହେ, ତମେ କଣ ଗୋଟେ ଚାକିରି କରୁଛ, 50-60 ହଜାର ସାଲାରୀ କରୁଛ, କଣ ଭାସିଗଲା? ଇଏ ବ୍ୟକ୍ତି କୋଟି କୋଟି ଟଙ୍କାର ମାଲିକର ଫ୍ୟାମିଲିରେ ସିଏ ଆରସିଏମ କରୁଛି। ଆଉ ଯିଏ କହିବ ମୁଁ ତ ଏମିତିକା ଲୋକ, କାଲି ଯାଇଥିଲି ପ୍ରୋଗ୍ରାମରେ ସନ୍ତୋଷ ବାବୁଙ୍କର, 2-3 ଜଣ ସାଙ୍ଗେ କଥାବାର୍ତ୍ତା କଲି, ଜଣେ କହିଲେ ମୋର ଟିକେ ଫାଇନାନ୍ସିଆଲି ପ୍ରୋବ୍ଲେମ ଅଛି, ତେଣୁ ମୁଁ କରିବି। ମୁଁ କହିଲି ଏଥିରେ ଫାଇନାନ୍ସିଆଲ ପ୍ରୋବ୍ଲେମ, ଆପଣ ନିଜକୁ ଏତେ ଛୋଟ କାହିଁ ମନେ କରୁଛନ୍ତି? ଏଥିରେ ଯୋଉମାନଙ୍କର ଫାଇନାନ୍ସିଆଲ ପ୍ରୋବ୍ଲେମ ଅଛି ସେଇମାନେ ହିଁ ଆରସିଏମ କରିଛନ୍ତି, ଆଉ ସେମାନେ ବହୁତ ବଡ ହେଇଛନ୍ତି। ପ୍ରହ୍ଲାଦ ସାର୍ଙ୍କର କଥା ଦେଖିଲି, ଦେଖ ଏ ଫଟୋ ଦେଖେଇଲି, ଏ ବ୍ୟକ୍ତି କୋଉ ଆସିକିରି କଣ ସିଏ ହେଇଛନ୍ତି, ଆଜି ସିଏ ମାନେ ମଲ୍ଟି ମିଲିୟନାରୀ ହେଇକିରି ବସିଛନ୍ତି। ତେଣୁ ଏଥିରେ ଫାଇନାନ୍ସିଆଲ ମନକୁ ବଡ କରନ୍ତୁ, ହୃଦୟକୁ ବଡ କରନ୍ତୁ। ସେଇଟା ଯେତେ ବଡ ହେଇଥିବ,
ଆଉ ଆରସିଏମ କୁ ଯଦି ଆପଣ ସେଇଭଳି ସମ୍ମାନରେ ଏବେ ଆଉ ଗର୍ବର ସହିତ ଭାବିବେ ଯେ ଆରସିଏମ ଏଇଭଳି କଣ କରୁଛି, ଆରସିଏମ ଇନକମ ଟ୍ୟାକ୍ସ କଣ ଦଉଛି, ଟ୍ୟାକ୍ସ କେତେ ଦଉଛି, ଆଜି କେତେ ଲୋକଙ୍କର ଉପକାର କରୁଛି, ଏ କଥା ଭାବିକିରି ନିଜକୁ ଗର୍ବ କରନ୍ତୁ। ତେଣୁ ଉପାୟ ଥିଲେ, ଯଦି ଇଚ୍ଛା ଥିବ ଉପାୟ ବଳେ ବଳେ ଆସିବ। ଆଉ ଆପଣ ଯଦି ଆମେ ଯଦି ମାନେ ଯେମିତି ବୁଣିବା ସେମିତି ପାଇବା, ଯଦି ଏ କଥା ଉପରେ ବିଶ୍ୱାସ ଆମେ ରଖିବା ତାହେଲେ ନିଶ୍ଚିତ ଭାବରେ ଗ୍ୟାରେଣ୍ଟେଡ ଆମେ ଏଥିରେ ବହୁତ କିଛି ବଡ କାମ କରିବା, ବହୁତ ଲୋକଙ୍କୁ ଉପକାର କରିପାରିବା। ଆସନ୍ତୁ ମିଳିମିଶି ଆମେ ସାରା ଭାରତର ସମସ୍ତଙ୍କର ଭଲ କରିବା। ଏଇ ଅଭିଯାନରେ ଟିସିଜି ଆଜି ଇଏ କରୁଛନ୍ତି। ଟିସିଜି ଯେତେବେଳେ ଆରମ୍ଭ କରିଥିଲେ ସିଏ ତ ତାଙ୍କର ତାଙ୍କର ଯୋଉ ଲୁଗା ବିଜନେସ ବହୁତ ବଢିଆ, ଇଟାଲୀରୁ ତାଙ୍କର ମେସିନାରୀ ଆଣିକିରି ତାଙ୍କର ବିରାଟ ଆକାରରେ କରିଥିଲେ। ଆଉ ଯେତେବେଳେ ଇଏ ଆରସିଏମ କଲେ ତାଙ୍କର ବାପା ତାଙ୍କୁ ଫ୍ୟାମିଲି ତାଙ୍କୁ କହିଲେ, ତାଙ୍କୁ ମାନେ ତେଜ୍ୟପୁତ୍ର କଲା ଭଳିଆ କରିଦେଲେ। ତାଙ୍କର ଚୁନୌତି ସେ ମୁକାବିଲାରେ ପଡିବେ, ତାଙ୍କୁ କହିଲେ ଯାହା ତୁ କରୁଛୁ କର, ତୋ ସାଙ୍ଗରେ କିଛି ସମ୍ପର୍କ ନାହିଁ। ବହୁତ ଘରେ ତାଙ୍କର ଇନସଲ୍ଟ କଲେ। କେବଳ ବିସି ଛାବରାଜି ସିଏ ଟିକେ ବ୍ରୋଡ ମାଇଣ୍ଡେଡ, ଆଉ ସିଏ ବହୁତ ପଢାପଢି ବହି କରନ୍ତି, ବହୁତ ଦୁନିଆକୁ ଦେଖିଛନ୍ତି ସିଏ। କାରଣ ତାଙ୍କର ଅନ୍ୟ ଭାଇ ବାପା ମାନେ ଗୋଟିଏ ଜାଗାରେ ମାଇଣ୍ଡ ଟା ତାଙ୍କର କଣ ଫିକ୍ସଡ ମାଇଣ୍ଡ ସେଟ, ଗୋଟେ ଫିକ୍ସଡ ମାଇଣ୍ଡ ସେଟ, ଗୋଟେ ଗ୍ରୋଥ ମାଇଣ୍ଡ ସେଟ। ତାଙ୍କର ଅନ୍ୟମାନଙ୍କର ଫିକ୍ସଡ ମାଇଣ୍ଡ ସେଟ ଯାହାଟା ଥିଲା ସେଇଆ। ଇଏ ବିସିଜିଙ୍କର ଟିକେ ଗ୍ରୋଥ ମାଇଣ୍ଡ ସେଟ, ତେଣୁ ସେ ହିଁ ଏକା ଆସିଲେ ତାଙ୍କ ଭାଇ ଭିତରେ, 6 ଭାଇ ଭିତରେ ସେ ହିଁ ଆସିଲେ ଟିସିଜିଙ୍କୁ ସାହାଯ୍ୟ କଲେ। ତାପରେ କେସିଜି ଛୋଟ ଭାଇ, ତେଣୁ ବଡ ଭାଇ ଯାହା କଲେ ତାଙ୍କ ପଛରେ ସେ ଆସିଲେ। ତ ଟିସିଜି ତ ଏତେ ବଡ ଏମ୍ପାୟାର ଥାଇକି ସେ କାହିଁକି ଗଲେ? ତେଣୁ ତାଙ୍କର ବହିରେ ପଢିବେ, ସିଏ କେବଳ ଦେଖିଲେ ଯେ ଏଇ ପ୍ରକାର ସିଷ୍ଟମରେ ଆମେ ଭାରତର ସାଧାରଣ ଲୋକଙ୍କର ବହୁତ ଉପକାର କରିପାରିବା। ଏଇ ଯୋଉ ପ୍ରଡକ୍ଟ ସବୁ ଭେଜାଲ ପ୍ରଡକ୍ଟ ସବୁ ଲୋକମାନଙ୍କୁ ଦେଇକିରି ଏଇ ଅନ୍ୟ କମ୍ପାନୀ ମାନେ ମୁନାଫା ନଉଛନ୍ତି, ଏମିତି ଭାବରେ ବର୍ବାଦ କରୁଛନ୍ତି, ଆମେ ତାଙ୍କୁ ଭଲ ପ୍ରଡକ୍ଟ ଦବା, ସେମାନଙ୍କର ଉପକାର ହବ, ଆଉ ସେମାନେ ଇନକମ କରିବାର ସୁବିଧା ପାଇବେ। ବେପାରୀ ମାନେ ଖାଲି ଗୋଟେ କଣ ଖାଲି ବିଜନେସ କରିବେ କି ଯାହାର ପଇସା ଅଛି ଥିଲା ନା ଆଗରେ, ଆଉ କଣ ସେଇମାନେ ହିଁ ପଇସା ବାଲା ହେବେ, ସେଇମାନେ ବି ହେବେ। ଟିସିଜି ସେତେବେଳେ ଭାବନା ଆସିଲେ ସାଧାରଣ ଗରିବ ଲୋକମାନେ ବି ବିଜନେସ କରିପାରିବେ, ସେମାନେ ମଧ୍ୟ ଇନକମ କରିବେ। ଆଚ୍ଛା, ସେମାନେ ଯଦି ଇନକମ କରିବେ ତାଙ୍କୁ ଏକଥା କହିବ କିଏ? ଯୋଉମାନେ ଏଜୁକେଟେଡ, ଯୋଉମାନେ ଭଲ ପୋଜିସନ ଅଛନ୍ତି ସୋସାଇଟିରେ, ସେମାନଙ୍କର କଣ ଦାୟିତ୍ୱ ଯଦି ହବ ଯେ ଆରେ ଏଇ କଥାଟାକୁ ଆମେ ଏଇ ସାଧାରଣ ଲୋକଙ୍କୁ କହିବା, ଏଇ ଗରିବ ଲୋକମାନଙ୍କୁ କହିବା, ଏଇ ଦୁର୍ବଳିଆ ସ୍ୱାସ୍ଥ୍ୟ ଲୋକମାନଙ୍କୁ କହିବା, ଯୋଉମାନଙ୍କର ଜ୍ଞାନ କମ ସେମାନଙ୍କୁ ଯଦି କହିବା, ଇନଫରମେସନ ଦବା, ସେମାନଙ୍କ ଭିତରେ ପରିବର୍ତ୍ତନ ଆସିବ। ଆଉ ସେମାନେ ମଧ୍ୟ ସୁସ୍ଥ ସବଳ ହେଇକିରି ଆଉ ରୋଜଗାର କରିକିରି ଭଲରେ ସୁନ୍ଦର, ଏ ଭାବନା ଏତେ ବଡ ଭାବନା ନେଇକିରି ଆରସିଏମ ଅଛି। ଏତେ ସଂକୋଚ କଣ, ଲଜ୍ଜା କଣ, ଆଉ ବିଶ୍ୱାସର ଅଭାବ କାହିଁକି? ଯଦି ଆପଣ ମାନେ ବିଶ୍ୱାସ କରନ୍ତି ତାହେଲେ ଆପଣ ମାନେ କଣ 1 ତାରିଖରେ ଠୁ 3 ତାରିଖ ଚାଲିଗଲାଣି କଣ ଲେଖିଛନ୍ତି, ଖାତାରେ ଲେଖିଛନ୍ତି, ଡାଏରୀରେ ଲେଖିଛନ୍ତି, ଗୋଲ ସେଟିଂ କରିଛନ୍ତି, ନଭେମ୍ବର ମାସରେ ଗୋଲ ସେଟିଂ କରିଛନ୍ତି, ଲେଖିଛନ୍ତି ମୁଁ ଏଇ 26ରେ ଏହା ହବ, ଯାହା ଯାହା କହିଥିଲି ସେଗୁଡା କଣ ଲେଖିଛନ୍ତି? ଯାହା ଆପଣଙ୍କର ବିବେକ ଯାହା କହିବ। ପ୍ରୋଗ୍ରାମ ପରେ ଆମେ ବୁଲିଯିବା, କେତେବେଳେ କଣ ସମୟ ମିଳିବନି। ଆଜି ସକାଳେ ଏଇ ଆଲୋଚନା ହେଇଥିଲା, ଚାନ୍ଦ ସାର୍ କଥା କହିଥିଲେ, ସତୋଷ ସାର୍ ଏଇଆ କହିଥିଲେ, ଆମ ହେଇଥିଲା ସେଇଟା ଗୋଟେ, ତାହେଲେ ଆମେ ଆଜି ନଭେମ୍ବର ମାସ ପାଇଁ ଏହା ଲେଖିଦବା, ଆମେ ଏହା କରିବୁ। ତ କାହିଁ ହେଲାନି? ଯଦି ହେଇଥିବ ତ ଭଲ କଥା, ଯଦି ନ ହେଇଥିବ କାହିଁ ନ ହେଇଥିବ? ନା ବିଶ୍ୱାସ ନାହିଁ। ଆଉ ତ ବିଶ୍ୱାସ ଆମ ଭିତରେ ନାହିଁ ଯଦି ଆମେ ତାହେଲେ ବକ ବକ ହେଇକିରି କଣଟା ହବ କହିଲେ କୁହନ୍ତୁ? ଯଦି ବିଶ୍ୱାସ କରିବେନି ଆମ କଥାକୁ, ମୋ କଥାକୁ ଯଦି ବିଶ୍ୱାସ କରିବେନି, ତାହେଲେ ମୁଁ କଣ ତାହେଲେ କହିବି? ମୁଁ ତ ଭକୁଆ, କହନ୍ତିନି ଆମ ଭାଷାରେ କହନ୍ତି ଭକୁଆ। ନାଇଁ ସାର୍, ଆମେ ବିଶ୍ୱାସ କରୁଛୁ ଆଉ ଲେଖୁଛୁ। କାଇଁ ଆପଣ ବିଶ୍ୱାସ କରୁଛନ୍ତି? ଆଉ ତ ଆପଣ ଯାହାକୁ କହିଲେ ଆଉ ତ କାହିଁ କେହି କହୁନାହାନ୍ତି ସେ କଥା। ଅମି ବାବୁ କହୁନାହାନ୍ତି, ଆଉ କହୁନାହାନ୍ତି, ଲେଖିଛୁ ସାର୍, ସାହୁ ବାବୁ କହୁନାହାନ୍ତି। ଆପଣଙ୍କ କଥା ଲେଖିଛୁ, ଆଉ ଲକ୍ଷ୍ୟ ବି ଲେଖିଛୁ, କାର୍ଯ୍ୟକ୍ରମ ବି ଚାଲିଛି। କାର୍ଯ୍ୟକାରୀ ସେଭଳିଆ କଥାରେ ଅଛି ଯେ ଯଦି ଜ୍ଞାନ ବହୁତ ରଖିବେ ତାକୁ କଣ କିଏ ଜାଣିବ କି ଜ୍ଞାନୀ କେତେ? ସେଇଟା କର୍ମରେ ହେଲେ ସିନା ହବ। ଦେଖନ୍ତୁ, ମୁଁ କହୁଥିଲି ଗୋଟେ ଡାଏରୀ ଦେଖିଥିଲି, ଗୁରୁଙ୍କର ମନ୍ତ୍ରକୁ ଗୋଟି ଗୋଟି ଲେଖିଛୁ। ଦେଖନ୍ତୁ ମୁଁ କହୁଥିଲି ଗୋଟେ ଡାଏରୀ ଦେଖିବା ପାଇଁ, କେତେ ବିଶ୍ୱାସର ଫଳ। ଦେଖନ୍ତୁ ବିଶ୍ୱାସ, ମୁଁ ଅଧିକା କିଛି ଆପଣ ମାନଙ୍କଠୁ କର୍ମକ୍ଷମ ଲୋକ ନୁହେଁ, ମୁଁ ବିଶ୍ୱାସ ଲୋକ। ଗୋଟେ ଡାଏରୀ ଦେଖନ୍ତୁ, ଆପଣ ବହୁତ ଖୁସିର କଥା ମ୍ୟାଡାମ ଡାଏରୀ ଦେଖେଇଲେ, କିନ୍ତୁ ମୋର ଡାଏରୀ ଦେଖନ୍ତୁ, ପୁରୁଣା ଡାଏରୀ, ଏଇ 2004 ର ଡାଏରୀ ଦେଖନ୍ତୁ। ଏଇଟା ଦେଖନ୍ତୁ 2004 ର ଡାଏରୀ, ଦେଖିପାରୁଛନ୍ତି? 2004 ର, ହଁ, ସେଥିରେ ଲେଖିଥିଲି। ଦେଖନ୍ତୁ, ଏଇ ଦେଖନ୍ତୁ ଆରସିଏମ ଦେଖାଯାଉଛି? ଆଜ୍ଞା ଆଜ୍ଞା। ଆଚ୍ଛା, ସେଥିରେ ଲେଖିଛି
ସେଥିରେ 7 3 8 8 0 1 ଗୋଟେ ଆଇଡି ନମ୍ବରଟା ବି ତଳେ ଲେଖିଛି ଦେଖାଯାଉଛି। ହଁ ଆଜ୍ଞା ଆଜ୍ଞା ତାପରେ ଦେଖନ୍ତୁ ପେଜ ଉଲ୍ଟେଇଲି ଏସବୁ ରାତିରେ ଲେଖିଛି। ଦେଖନ୍ତୁ ସବୁ ଆଇଡି ନମ୍ବର ଗୁଡା ଯୋଉ ଜଏନ କରୁଥାନ୍ତି ସେ ଆଇଡି ନମ୍ବର ଲେଖିଲି ସବୁ ଏପଟେ ସବୁ ଲେଖିଲି। ତାପରେ ଦେଖନ୍ତୁ ଏଇଠୁ ରାତି 2ଟାରେ ଲେଖିଛି କଣ ଦେଖନ୍ତୁ ଭଲ ଭାବେ ଦେଖନ୍ତୁ ଲେଖା ହେଇଛି 1 crore ଦେଖାଯାଉଛି। ଆଜ୍ଞା ଆଜ୍ଞା ହଁ ଆଜ୍ଞା ଦେଖ 1 crore ପ୍ଲସ୍ 1 crore ପ୍ଲସ୍ ଦେଖାଯାଉଛି। ଆଜ୍ଞା ଏଇଟାକୁ ମୁଁ ଯେତେବେଳେ ଲେଖିଥିଲି 2005 ଫେବୃଆରୀରେ ସେତେବେଳକୁ ମୋର ବିଜନେସ ଥିଲା 50 60 ହଜାର ବିଜନେସ ଥିଲା 30 40 ଜଣ ଲୋକ 50 ଜଣ ଲୋକ ଜଏନ କରିଥିଲେ। କୁହନ୍ତୁ ଏକଥା ଏଇନେ ଯଦି ମୁଁ ଜଣେ ଭାଇଟାଲ ଆଚିଭର ହେଇଛନ୍ତି ତାଙ୍କର 100 200 ଲୋକ ଜଏନ କରିଛନ୍ତି ତାଙ୍କର 1 ଲକ୍ଷ 1.5 ଲକ୍ଷ ବିଜନେସ ବି ହଉଛି ତାଙ୍କୁ ଯଦି କୁହାଯିବ ଯେ ଟେକ୍ନିକାଲ ହବା ପାଇଁ ଡରି ଯାଉଛନ୍ତି। ଆରେ ଡରିବାରେ କଣ ଅଛି ଡରିଗଲେ ସେ ଡରଟା ଭିତରକୁ ଚାଲିଯିବ ଆଉ ଭିତରେ ଭଗବାନ ଅଛନ୍ତି ସିଏ ଜାଣି ଯାଉଛନ୍ତି ତ ସିଏ କହିବେ ଯେ ୟାର କାମ ନୁହେଁ। ସାହସ କରିକି କହିଲେ ଇଏ ଭିତରକୁ ଚାଲିଗଲା ଭିତରକୁ ଚାଲିଗଲେ ଭିତରେ ଭିତରେ ଭଗବାନ ଅଛନ୍ତି ନା ନାଇଁ ଭଗବାନ କଣ ମନ୍ଦିର ଅଛନ୍ତି ଭିତରେ ଭଗବାନ ଅଛନ୍ତି ନା ନାଇଁ ଏଇଟା ଜାଣିଛନ୍ତି ନା ନାଇଁ ଆଜ୍ଞା ସମସ୍ତଙ୍କ ପ୍ରାଣୀର ଭିତରେ ଭଗବାନ ଅଛନ୍ତି ନୁହେଁ କି ଆମେ ଅନ୍ତରରେ ନମସ୍କାର ଭଗବାନ। କରୁଛୁ କଣ ଆମେ ନମସ୍କାର କରୁଛୁ ବ୍ୟକ୍ତିକୁ ପ୍ରଣାମ କରୁଛୁ କଣ ସେ ବ୍ୟକ୍ତିକୁ ଯଦି ଭାବିବେ ସେ ଯେ ଯାହାକୁ ପ୍ରଣାମ କରାଯାଉଛି ନମସ୍କାର ସେ ବ୍ୟକ୍ତି ଯଦି ଭାବି ମୋତେ କରାଯାଉଛି ତାହେଲେ ଗଲା ସେ କଥା ନୁହେଁ ତା ଭିତରେ ଯୋଉ ଭଗବାନ ଅଛନ୍ତି ତାଙ୍କୁ ହିଁ ପ୍ରଣାମ କରାଯାଉଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ଭଗବାନ ଅଛନ୍ତି ତାଙ୍କୁ ହିଁ ପ୍ରଣାମ କରାଯାଉଛି। ଆଉ ଯୋଉ ବ୍ୟକ୍ତି ଏକଥା ନ ବୁଝିକି କହିବ ମୋତେ ପ୍ରଣାମ କରାଯାଉଛି ମୋତେ ନମସ୍କାର କରାଯାଉଛି ତାହେଲେ ସେ ଗଲା। ତ ଯଦି ଯେତେବେଳେ ଭଗବାନ ଭିତରେ ଅଛନ୍ତି ଆମେ ଯାହା କହୁଛେ ସେଇଟା ଆମ ଭିତରକୁ ଚାଲି ଯାଉଛି ତାକୁ କହନ୍ତି ସେ ଅବଚେତନ ମନ ସେଇଠି ହେଇଛି ଭଗବାନ ଅଛନ୍ତି ଆମର ଅବଚେତନ ମନରେ ସିଏ ସମସ୍ତଙ୍କଠୁ ଶକ୍ତିଶାଳୀ ହେଉଛି ଆମର ଅବଚେତନ ମନ। ଆମର ଅବଚେତନ ମନ ଯୋଉ ଶକ୍ତିଶାଳୀ ତାକୁ ଯଦି ଭଲ କଥା ତା ଭିତରେ ଭାବିଲେ ସବୁବେଳେ ଭଲ କଥା ସବୁବେଳେ ଭାବୁଥିବେ ସବୁବେଳେ ପଜିଟିଭ କଥା ଭାବୁଥିବେ ତାହେଲେ ସିଏ ଅବଚେତନ ମନକୁ ଚାଲି ଯାଉଥିବ ତାହେଲେ ସେ ପଜିଟିଭ ହବ। ଆଉ ଯଦି ମନରେ ଗୋଟେ କଥା ଚିନ୍ତା କରୁଥିବେ ନେଗେଟିଭ କଥା ଆଉ ସିଏ ତ ନେଗେଟିଭ କଥା ଭିତରୁ ଚାଲିଯିବ ତେଣୁ ସବୁବେଳେ ପଜିଟିଭ ଭାବନ୍ତୁ ସବୁବେଳେ ଭଗବାନଙ୍କୁ ବିଶ୍ୱାସ କରନ୍ତୁ ସମସ୍ତଙ୍କର ଭଲ କଥା କୁହନ୍ତୁ ଭଲ କହନ୍ତି କାହିଁ ସମସ୍ତେ କହନ୍ତି କାରଣ ସିଏ ଭିତରକୁ ଚାଲିଯିବ ଭିତରକୁ ଚାଲିଗଲେ ସିଏ ରହିଯିବ ଆଉ ସିଏ କଣ କରିବ